ନିଶା ତା ଚକ୍ରାନ୍ତ ଆରମ୍ଭ କରିଦେଇଛି। ଅଗସ୍ତି ପରିବାରରେ ଥିବା ଭଲପାଇବା ଏବଂ ବିଶ୍ୱାସକୁ ସେ ଭାଙ୍ଗି ଦେଇଛି। ହଁ ଦର୍ଶକ ବନ୍ଧୁ, ଏବେ ଚିକି କ'ଣ କରିବେ? କ'ଣ ଚିକି ଦୁଇ ଭାଇଙ୍କୁ ଏକାଠି କରିପାରିବେ? ରାମ ଆଉ ଲକିଙ୍କୁ କ'ଣ ସବୁଦିନ ପାଇଁ ଏକାଠି କରିପାରିବେ? ଏହା ଜାଣିବା ପାଇଁ ଏ ଭିଡ଼ିଓଟି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ନମସ୍କାର ଦର୍ଶକ ବନ୍ଧୁ, ମୁଁ ପ୍ରଦୋଷ। ଆପଣ ସମସ୍ତଙ୍କୁ ମୋ ଭିଡ଼ିଓରେ ସ୍ୱାଗତ। ଦର୍ଶକ ବନ୍ଧୁ, ଆପଣମାନେ ଦେଖିଥିବେ ନିଶା ତା ଚକ୍ରାନ୍ତରେ ରାମ ଆଉ ଲକିଙ୍କୁ ଅଲଗା କରିଦେଇଛି। ନିଶା ମନେ ମନେ କହୁଛି, ଅଗସ୍ତି ପରିବାରରେ ଥିବା ବିଶ୍ୱାସ ଆଉ ଭଲ ପାଇବାକୁ ମୁଁ ଭାଙ୍ଗିକି ଚୁରମାର କରିଦେବି। ଦର୍ଶକ ବନ୍ଧୁ, ରାମ ଲକିଙ୍କ ପାଖକୁ ଯିବା ସମୟରେ ଲକି ତାଙ୍କଠାରୁ ଦୂରେଇ ଯାଉଛନ୍ତି ଆଉ ସେଠାରୁ ପଳାଉଛନ୍ତି। ରାମ ବହୁତ ଭାଙ୍ଗି ପଡ଼ୁଛନ୍ତି ଆଉ ଚିକି ତାଙ୍କୁ ବୁଝାଉଛନ୍ତି ଆଉ କହୁଛନ୍ତି, ଶୁଣ, ସବୁକିଛି ଠିକ୍ ହେଇଯିବ, ତମେ ଧୈର୍ଯ୍ୟ ଧର। ଚିକି ରାମକୁ କହୁଛନ୍ତି, ଚାଲ ଆମେ ଗଣପତି ବାବାଙ୍କ ପୂଜା କରିବା, ଦେଖିବ ଏ ଘରରେ ଥିବା ସବୁ ଅସୁବିଧା ଦୂର ହେଇଯିବ। ଆଉ ଏପଟେ ନିଶା ରାମକୁ ସମସ୍ତଙ୍କ ଆଗରେ ଦୋଷୀ ସାବ୍ୟସ୍ତ କରିବା ପାଇଁ ଚେଷ୍ଟା ଚଳାଉଛି। ଏବେ କ'ଣ ହେବ? କ'ଣ ସବୁଦିନ ପାଇଁ ରାମ ଆଉ ଲକି ଅଲଗା ହେଇଯିବେ, ନା ଚିକି ଦୁଇ ଭାଇଙ୍କୁ ଏକାଠି କରିପାରିବେ? ଏହା ଜାଣିବା ପାଇଁ ଆପଣମାନେ ନିଶ୍ଚିନ୍ତ ଭାବରେ ଆଗାମୀ ଅଧ୍ୟାୟ ଦେଖନ୍ତୁ। ଯଦି ଆପଣମାନଙ୍କୁ ତୋରି ପାଇଁ ତୋ ପାଇଁ ସିରିଏଲ୍ ଭଲ ଲାଗୁଥାଏ, ନିଶ୍ଚିନ୍ତ ଏହି ଭିଡ଼ିଓକୁ ଗୋଟେ ଲାଇକ୍ କରି ସବସ୍କ୍ରାଇବ୍ କରନ୍ତୁ ଆଗାମୀ ଅଧ୍ୟାୟ ଜାଣିବା ପାଇଁ।